गुड मॉर्निंग क्लास वेलकम टू डीप इनसाइट्स प्रीवियस क्लास रे हमें रस संपर्क में आलोचना करते मध्ययुगीय रसर जो काव्यर जो चेतना रही मध्ययुगीय काव्य रसर जो चेतना रही आम प्रीवियस क्लास रे ओडिया साहित्य जो रहा फर्स्ट सेम कोर टू तार स्टार्टिंग आम करते आज आउ थे मूल देखीदा कि आम जो मध्ययुगीय काव्य रही रसर चेतना किभଳି भाବରେ ଅନୁଭୂତ ହୋଇଥାଏ। ଦେଖନ୍ତୁ ପ୍ରାଣୀର ଯେପରି ଶରୀର ରହିଛି, ଗୁଣ ରହିଛି, ଦୋଷ ରହିଛି, ଅଳଙ୍କାର ରହିଛି ଓ ଆତ୍ମା ରହିଛି। ପ୍ରାଣୀର ଏସବୁ ଜିନିଷ ଆମର ରହିଛି କ'ଣ ନା ଶରୀର ରହିଛି, ଗୁଣ ରହିଛି, ଦୋଷ, ଅଳଙ୍କାର, ଆତ୍ମା ଇତ୍ୟାଦି ରହିଛି। ସେହିପରି କାବ୍ୟର ମଧ୍ୟ ଶରୀର ରହିଛି, ଶବ୍ଦ ରହିଛି, ଅର୍ଥଯୁକ୍ତ ରହିଛି ଏବଂ ଅର୍ଥଯୁକ୍ତ ପଦାବଳୀ ଗୁଡ଼ିକ ମଧ୍ୟ ରହିଛି। ଯେଉଁଗୁଡ଼ିକ ପଦାବଳୀର ଅର୍ଥ ରହିଛି ସେଇ ସବୁ ପଦାବଳୀ ଗୁଡ଼ିକୁ ନେଇକି କାବ୍ୟଟିର ଶରୀରଟିଏ ଗଠିତ ହୋଇଥାଏ। ଗୋଟିଏ ନାରୀ ଯେଭଳି ଶୃଙ୍ଗାର କରିବା ପାଇଁ ବିଭିନ୍ନ ପ୍ରକାର ସରଞ୍ଜାମର ଆବଶ୍ୟକ କରିଥାଏ, କାବ୍ୟଟିକୁ ନାରୀ ସହିତ ତୁଳନା କରେ। ରସ ହେଉଛି ତାର ପ୍ରମୁଖ ଅଳଙ୍କାରକ ମଧ୍ୟରୁ ଅନ୍ୟତମ, ହେଲା କି? ମାଧୁର୍ଯ୍ୟାଦି ଦୋଷ, ଅନୁପ୍ରାସ, ଉପମା, ଅଳଙ୍କାର, ଆତ୍ମା ହେଉଛି ତାର ରସ। ମୁଁ ଯାହା ଏଇଟା ପ୍ରିଭିୟସ୍ କ୍ଲାସରେ ବି କହିଥିଲି, ରସଟି ହେଉଛି ଆତ୍ମାକାର। ଓକେ, ଯେପରି ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠ, ମନୁଷ୍ୟ ହେଉଛି ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ, ସେଇଭଳି ଭାବରେ ଶୃଙ୍ଗାର ହେଉଛି ରସରାଜ ବା ସର୍ବଶ୍ରେଷ୍ଠ ରସ କଥା ଯଦି ଆମେ ଚିନ୍ତା କରିବା ତାହା ହେଉଛି ଶୃଙ୍ଗାର ରସ, ହେଲା କି? କିନ୍ତୁ ଆଉ କେତେକ ପ୍ରାଣୀଙ୍କ ଭଳି ଯେଭଳି ଦେଖନ୍ତୁ କେବଳ ଯେ ମନୁଷ୍ୟ ଅଛି ସେ କଥା ନୁହଁ, ସେଇଭଳି ମନୁଷ୍ୟ ସହିତ ବି ସୃଷ୍ଟିରେ ଅନ୍ୟ ପ୍ରାଣୀମାନେ ବସବାସ କରନ୍ତି, ଜୀବନଯାପନ ଅତିବାହିତ କରନ୍ତି। ସେଇଭଳି ଶୃଙ୍ଗାର ସହିତ ମଧ୍ୟ ଅଛନ୍ତି ବୀର ରସ ରହିଛି, କରୁଣ ରସ ରହିଛି, ଭୟାନକ ରସ ରହିଛି, ବାତ୍ସଲ୍ୟ ରସ ରହିଛି, ଶାନ୍ତ ରସ ରହିଛି। ଏଇଭଳି ବିଭିନ୍ନ ପ୍ରକାର 10ଗୋଟି ପ୍ରମୁଖ ରସ ରହିଛନ୍ତି, ହେଲା କି? କେତେକ ରସ ଦେଖାଯାଏ। ବିଶିଷ୍ଟ ଆଳଙ୍କାରିକ ମାନେ କାବ୍ୟର ସ୍ୱରୂପ ଓ ସଂଜ୍ଞାକୁ ଭିନ୍ନ ଭିନ୍ନ ରୂପେ ନିର୍ଦ୍ଦେଶ କରିଥିଲେ। କ'ଣ କରିଥିଲେ ନା ଦେଖନ୍ତୁ ବିଶିଷ୍ଟ ଆଳଙ୍କାରିକ ମାନେ କାବ୍ୟର ଯେଉଁ ସ୍ୱରୂପ ରହିଛି ତାକୁ ବିଭିନ୍ନ ଭାବରେ ବର୍ଣ୍ଣନା କରିଛନ୍ତି। ତାହେଲେ କ'ଣ ହୁଏ ନା ଯେଉଁ କାବ୍ୟର ପାଠ୍ୟରେ ଓ ଶ୍ରବଣରେ ଲୋକଙ୍କ ମଧ୍ୟରେ ଗୋଟିଏ ରମଣୀୟ ଓ ଚମତ୍କାର ଭାବର ଜନ୍ମ ହୁଏ। ଏଇଟା କ'ଣ ପାଇଁ ହୁଏ? କାବ୍ୟ ପଠନରେ ଶ୍ରବଣରେ କ'ଣ ପାଇଁକି ଆମେ କହିବା ଯଦି ରମଣୀୟ ଓ ଚମତ୍କାର ଭାବ ଜନ୍ମ ହୁଏ? ଆର ମୁଖ୍ୟ କାରଣ ହେଉଛି ରସର ଉପସ୍ଥିତି। ରସର ଉପସ୍ଥିତି ହିଁ ଗୋଟିଏ ଶ୍ରୋତାକୁ କ'ଣ କରିଥାଏ ନା ରମଣୀୟ ଓ ଚମତ୍କାର ଭାବ ଜନ୍ମ କରିବାରେ ସହାୟକ ହୋଇଥାଏ। ଦେଖିବା ଆମେ ସର୍ଟ କ୍ୱେଶ୍ଚିନ୍ ଗୁଡ଼ିକ ଟିକେ ଆଲୋଚନା କରିଦେବା। ଦେଖନ୍ତୁ ଇଏ ହେଉଛି ବର୍ତ୍ତମାନ ଯେଉଁ ରସ ମଧ୍ୟଯୁଗୀୟ କାବ୍ୟର ରସର ଚେତନା। ଏଇ ପ୍ରଶ୍ନଟି ଆ ଦେହରେ ଯେଉଁ ଆମେ ଲେଖିଲେ ସବୁଥିରେ ସବୁ ଲାଇନରେ ପ୍ରାୟତଃ ସର୍ଟ କ୍ୱେଶ୍ଚିନ୍ ଆସେ। ସର୍ଟ କ୍ୱେଶ୍ଚିନ୍ ଗୁଡ଼ାକ ମୋଷ୍ଟ ଇମ୍ପୋର୍ଟାଣ୍ଟ। ତ ସର୍ଟ କ୍ୱେଶ୍ଚିନ୍ ଗୁଡ଼ିକ ଦେଖିନେବା। ଦେଖନ୍ତୁ ପ୍ରାଣୀର ଯେପରି ଶରୀର, ଗୁଣ, ଦୋଷ ଓ ଅଳଙ୍କାର ଓ ଆତ୍ମା ରହିଛି, ତାହେଲେ ପ୍ରାଣୀରେ ସବୁ କ'ଣ ରହିଛି ଆମେ ଜାଣିବା ଦରକାର। ଏ ଶରୀର ରହିଛି, ଗୁଣ ରହିଛି, ଦୋଷ ରହିଛି, ଆଉ କ'ଣ ଅଳଙ୍କାର ରହିଛି, ସେଇଭଳି ଆତ୍ମାଟି ମଧ୍ୟ ରହିଛି। ସେଇଭଳି କାବ୍ୟର ମଧ୍ୟ ଶରୀର ରହିଛି, ହେଲା କି? କାବ୍ୟର ଶରୀର ରହିଛି, ଶବ୍ଦ ରହିଛି, ଅର୍ଥଯୁକ୍ତ ପଦାବଳୀ ମଧ୍ୟ ରହିଛି, ହେଲା କି? ମାଧୁର୍ଯ୍ୟାଦି ଦୋଷ ମଧ୍ୟ ରହିଛି, ହେଲା କି? ଆଉ କ'ଣ ରହିଛି? ଅନୁପ୍ରାସ ରହିଛି, ଉପମା ରହିଛି, ଅଳଙ୍କାର ରହିଛି। ତାହେଲେ ଆମେ କ'ଣ ଜାଣିବା କାବ୍ୟରେ କ'ଣ ସବୁ ରହିଛି? ଯେଭଳି ମନୁଷ୍ୟ ଶରୀରରେ ଏସବୁ ଜିନିଷ ରହିଛି, ସେଇଭଳି କାବ୍ୟରେ କ'ଣ ରହିଛି ନା କାବ୍ୟରେ ରହିଛି ଶବ୍ଦ ରହିଛି, ଅର୍ଥଯୁକ୍ତ ପଦାବଳୀ ମଧ୍ୟ ରହିଛନ୍ତି, ମାଧୁର୍ଯ୍ୟାଦି ଦୋଷ ରହିଛି, ଅନୁପ୍ରାସ ରହିଛି, ଉପମା ରହିଛି, ଅଳଙ୍କାର, ସର୍ବଶ୍ରେଷ୍ଠ ରହିଛି ଆତ୍ମା ଅନୁସାର ରସ। ରସଟି ମଧ୍ୟ ସର୍ବଶ୍ରେଷ୍ଠ ତାଙ୍କ ମଧ୍ୟରୁ, ହେଲା କି? ରସ ରହିଛି। ଯେପରି ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠ, ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ସର୍ବଶ୍ରେଷ୍ଠ ପ୍ରାଣୀ ରୂପେ ବିବେଚିତ ହୋଇଥାଏ, ସେଇଭଳି ଶୃଙ୍ଗାର ହେଉଛି ସର୍ବଶ୍ରେଷ୍ଠ ରସ ରୂପେ ବିବେଚିତ ହୋଇଥାଏ। କିନ୍ତୁ ଆଉ କେତେକ ପ୍ରାଣୀ ଯେଭଳି ଅଛନ୍ତି ସେଇଭଳି କ'ଣ ରହିଛି ଦେଖନ୍ତୁ। ରସରାଜ କିଏ ପ୍ରଶ୍ନ ପଡ଼େ ପରୀକ୍ଷାରେ, ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ରସରାଜ ହେଉଛି ଶୃଙ୍ଗାର ବା ସର୍ବଶ୍ରେଷ୍ଠ ରସ। ତାପରେ କ'ଣ ସେଇଭଳି ଆଉ 9ଗୋଟି ରସ ମଧ୍ୟ ରହିଛି, ଯେମିତି ପ୍ରାଣୀ ଜଗତର ଉଦ୍ଭିଦ ଜଗତ ମିଶିକିନା ସୃଷ୍ଟି ରହିଛି। ସେଇଭଳି ଆହୁରି ମଧ୍ୟ ଶୃଙ୍ଗାର ଛଡ଼ା ବୀର, କରୁଣ, ଭୟାନକ, ବାତ୍ସଲ୍ୟ ଏଭଳି ବିଭିନ୍ନ ପ୍ରକାର ରସମାନ ରହିଛନ୍ତି। ଓକେ, କାବ୍ୟର ସ୍ୱରୂପ ଓ ସଂଜ୍ଞା ଭିନ୍ନ ଭିନ୍ନ। କାବ୍ୟର ସ୍ୱରୂପ ଏବଂ ଏହାର ସଂଜ୍ଞା ଭିନ୍ନ 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 କାବ୍ୟିକମାନେ ଭିନ୍ନ ଭିନ୍ନ ମତ ପୋଷଣ କରୁଛନ୍ତି। ଏଥିରେ କିଛି ଅଟକୁଛି ନାହିଁ, ହେଲା କି?
हाँ तापर गोटे प्रश्न पड़े काव्य पाठ्य और श्रवण लोकों मध्य रमणीय और चमत्कार भाव जन्म होबार कारणटी कौन उत्तर टी हो रस क्लास जॉइन करवा नेक्स्ट क्लास रस विषय विशद विवरण आलोचना करवा। डू लाइक एंड सब्सक्राइब।